ଜୟ ଜଗନ୍ନାଥ। ଆପଣମାନଙ୍କୁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ଓଡ଼ିଆ ଲାଇଭ୍ ଜେକେ ସମସ୍ତଙ୍କୁ ପୁଣିଥରେ ସ୍ୱାଗତ। ଦେଖ ଆଜି ଆମେ ଦେଖିବା ଯେଉଁ ଆମର ଆଜି ସାଇନ୍ସର 2026ର ସାଇନ୍ସ ଆନୁଆଲ୍ ଏକ୍ଜାମ୍ ହେଲା ଆମର ଟେନ୍ଥର ଆମେ ସେଟ୍ ଡିଟିକୁ ଦେଖିବା। ଆଗରୁ ଯଦି ଭିଡ଼ିଓଟିକୁ ଦେଖିନ ଏ ବି ସି ସେଟ୍ ମୁଁ ପକାଇ ଦେଇଛି ପ୍ଲେଲିଷ୍ଟକୁ ଯାଇକି ଦେଖିନି, ଆମେ ଦେଖିଛ ଯଦି ଅଧିକ ମାତ୍ରାରେ ସେୟାର କର, ଠିକ୍ ଅଛି। ତ ଚାଲ ବର୍ତ୍ତମାନ ସେଟ୍ ଡିର ଜେନେରାଲ୍ ସାଇନ୍ସ କୋଶ୍ଚିନ୍ 50ଟା ଅବଜେକ୍ଟିଭ୍ କୋଶ୍ଚିନ୍ ଗୁଡ଼ିକ ଦେଖିବା। ଆପଣଙ୍କର କେତେ ରହିଲା ମୋତେ କମେଣ୍ଟ ସେକ୍ସନ୍ ଜଣାଇବେ। ତ ଦେଖ ପ୍ରଥମର ଏକ ନମ୍ବରର କୋଶ୍ଚିନ୍ର ଆନ୍ସର୍ ରହିବ ତୁମର ସେଟ୍ ଡିର ଏକର ଏ ଜିଙ୍କଠାରୁ ଅଧିକ ଜିଙ୍କଟା ଟିଣଠାରୁ ଅଧିକ ପ୍ରତିକ୍ରିୟାଶୀଳ ଏ ହେବ ଉତ୍ତର। ଦୁଇ ଯିବା। ଦୁଇ ଦେଖ ଦୁଇର ସଠିକ୍ ଉତ୍ତର ହେଇଯିବ ତୁମର ବି CHO ସିଙ୍ଗଲ ବଣ୍ଡ CHO। ତାପରେ ତିନିର ଉତ୍ତର ହେଇଯିବ ଏ କେବଳ ଏକ C2H5H6। ତାପରେ ଚାରିର ଉତ୍ତର ହେଇଯିବ ଡି ଉଭୟ ବି ଓ ସି। ତାପରେ ପାଞ୍ଚକୁ ଯିବା ପାଞ୍ଚର ବି ହେବ ଉତ୍ତର, ପାଞ୍ଚର ବି କ୍ୟାଲସିୟମ୍। ତାପରେ ଛଅ ଯିବା, ଛଅର ସଠିକ୍ ଉତ୍ତର ହେଇଯିବ ତୁମର ବି, ଛଅର ସଠିକ୍ ଉତ୍ତର ହେଇଯିବ ବି, ସିଟା ଏ ଠାରୁ କମ୍ ପ୍ରତିକ୍ରିୟାଶୀଳ, ବି ହେବ ଉତ୍ତର। ତାପରେ ଆଠ ଯିବା, ତାପରେ ନେକ୍ସଟ ଦେଖ ସାତର ସଠିକ୍ ଉତ୍ତର ହେଇଯିବ ସି କ୍ଷୁଦ୍ର। ତାପରେ ଯିବା ନେକ୍ସଟ ଆଠର ସଠିକ୍ ଉତ୍ତର ହେଇଯିବ ତୁମର ଆଠର ଡି, ପାଞ୍ଚ ସେମି ଫୋକସ୍ ଦୂରତା ବିଶିଷ୍ଟ ଉତ୍ତଳ ଲେନ୍ସ ଡି ହେବ। ତାପରେ ଛଅ ଯିବା ନଅ ଯିବା, ନଅର ସଠିକ୍ ଉତ୍ତର ତୁମର ହେଇଯିବ ସି, ନଅର ସଠିକ୍ ଉତ୍ତର ସି 12 ସେମି। ତାପରେ ନେକ୍ସଟ ଦଶର ସଠିକ୍ ଉତ୍ତର ହେଇଯିବ ବି ବକ୍ରିକା। ତାପରେ ଏଗାରର ସଠିକ୍ ଉତ୍ତର ହେଇଯିବ ତୁମର ଡି। 1 2 3 ତିନିଟା ଯାହା ଠିକ୍ ହେବ, ତିନିଟା ଠିକ୍ ଅଛି। ନେକ୍ସଟ ଯିବା 12 ନମ୍ବର ଦେଖ 12 ନମ୍ବରର ସଠିକ୍ ଉତ୍ତର ହେଇଯିବ ତୁମର ଏ 1 ଜୁଲ୍ ବାଇ 1 କୁଲମ୍। ତାପରେ 13 ନମ୍ବର ଯିବା, 13 ନମ୍ବରର ସଠିକ୍ ଉତ୍ତର ହେଇଯିବ ଡି 2 ଏମ୍ପିୟର ଠିକ୍ ଅଛି, 2 ଏମ୍ପିୟର। ତାପରେ 14 ନମ୍ବର ଯିବା 14 ନମ୍ବରର ସଠିକ୍ ଉତ୍ତର ହେଇଯିବ ବି 3 ଓମ୍। ତାପରେ 15 ନମ୍ବର ଯିବା, 15ର ସଠିକ୍ ଉତ୍ତର ହେଇଯିବ ଡି ସବୁଠାରୁ ସମାନ। ତାପରେ 16ର ସଠିକ୍ ଉତ୍ତର ହେଇଯିବ ସି ଅର୍ଧ ଗୁଣନ କରେ। ତାପରେ 17 ଯିବା ଦେଖ 17ର ସଠିକ୍ ଉତ୍ତର ହେଇଯିବ ସି ପରିବେଗ ଓ ସମ୍ବେଗ। ତାପରେ 18 ଯିବା, 18ର ଉତ୍ତର ହେଇଯିବ ଡି ବହୁ ପରିମାଣରେ ବଢ଼ିଥାଏ। ତାପରେ 18 ଡି। ତାପରେ 19 ଦେଖ 19ର ତମର ସଠିକ୍ ଉତ୍ତର ହେଇଯିବ ବି 3 ଓ 4। ତାପରେ 20ର ସଠିକ୍ ଉତ୍ତର ହେଇଯିବ ତୁମର ସି 1 ଓ 3 ଏଇଟା ନେକ୍ସଟ ଯିବା 21 ନମ୍ବର ଦେଖ 21 ନମ୍ବରର ସଠିକ୍ ଉତ୍ତର ତୁମର ହେବ ଡି ଅମ୍ଳ ଓ କ୍ଷାର। ତାପରେ 22ର ସଠିକ୍ ଉତ୍ତର ହେଇଯିବ ଡି 5। ତାପରେ 23ର ସଠିକ୍ ଉତ୍ତର ହେଇଯିବ ତୁମର ଡି 1 ଆଉ 3 ଏଇଟା। ତାପରେ 24 ନମ୍ବର ଯିବା, ଦେଖ 24ର ସଠିକ୍ ଉତ୍ତର ତମର ହେଇଯିବ 24ର ଏ ସାଧାରଣ ତାପମାତ୍ରାରେ ସମସ୍ତ ଧାତୁ କଠିନ ଅବସ୍ଥାରେ ଥାଏ। ତାପରେ ନେକ୍ସଟ 25ର ସଠିକ୍ ଉତ୍ତର ହେଇଯିବ HGO। ତାପରେ 26 ନମ୍ବରକୁ ଯିବା, 26 ନମ୍ବରକୁ ଦେଖିବା 26 ନମ୍ବରର ସଠିକ୍ ଉତ୍ତର ହେଇଯିବ ତୁମର ଡି ୟୁରିଆ। ତାପରେ 27 ନମ୍ବରକୁ ଯିବା, 27ର ସଠିକ୍ ଉତ୍ତର ହେଇଯିବ ଏ ସାଇଟୋକାଇନିନ୍। ତାପରେ 28କୁ ଯିବା, 28ର ଉତ୍ତର ହେଇଯିବ ବି ଆଡ୍ରିନାଲିନ୍ ଗ୍ରନ୍ଥି ଆଉ ଜୈବିକ ଘଡ଼ି। ତାପରେ 29 ନମ୍ବରକୁ ଯିବା, 29 ନମ୍ବରର ଉତ୍ତର ହେଇଯିବ ତୁମର ଉତ୍ତରାବସ୍ଥା ସି। ତାପରେ 30 ନମ୍ବରକୁ ଯିବା, 30 ନମ୍ବରର ଉତ୍ତର ହେଇଯିବ ତୁମର ସି 3N। ତାପରେ 31 ନମ୍ବରକୁ ଯିବା, 31 ନମ୍ବରର ସଠିକ୍ ଉତ୍ତର ହେଇଯିବ ତୁମର ଏ 1। ତାପରେ 32 ନମ୍ବରକୁ ଯିବା, ତାପରେ 32 ନମ୍ବର ଦେଖ 32 ନମ୍ବରର ତୁମର ସଠିକ୍ ଉତ୍ତର ହେଇଯିବ ଏଲାଇଜା 1 ଏ ହେବ। ତାପରେ 33 ନମ୍ବରକୁ ଯିବା, 33ର ସଠିକ୍ ଉତ୍ତର ହେଇଯିବ ତୁମର ସି ଫୁଲର ରଙ୍ଗ। ତାପରେ 34 ଯିବା, 34ର ସଠିକ୍ ଉତ୍ତର ହେଇଯିବ ସି ସ୍ୱାଧୀନ ଅପବହନ ନିୟମ। ତାପରେ 35 ନମ୍ବରକୁ ଯିବା, ଆମେ 35 ନମ୍ବରକୁ 35ର ସଠିକ୍ ଉତ୍ତର ହେଇଯିବ ସି ପତଙ୍ଗର ଡେଣା ଓ ବିହଙ୍ଗର ଡେଣା। ତାପରେ 36 ଯିବା, 36ର ସଠିକ୍ ଉତ୍ତର ହେଇଯିବ ଏ ଆଫ୍ରିକା। ତାପରେ 37 ନମ୍ବରକୁ ଯିବା, 37ର ସଠିକ୍ ଉତ୍ତର ହେଇଯିବ ଡି ଆନ୍ଥ୍ରାସାଇଟ୍। ତାପରେ ନେକ୍ସଟ ଯିବା ଆମର 38 ନମ୍ବରକୁ, ତାପରେ
ଯିବା ବର୍ତ୍ତମାନ ଆମେ 38 ନମ୍ବର 38ର ସଠିକ ଉତ୍ତର ହେଇଯିବ ଇ ଅପଘଟନ। ତାପରେ 39 ନମ୍ବରକୁ ଯିବା 39ର ସଠିକ ଉତ୍ତର ହେଇଯିବ 1 କ୍ୟାଲୋରୀ ସି ଅପସନ୍ ସି। ତାପରେ 40ର ସଠିକ ଉତ୍ତର ହେଇଯିବ ବି ଜଳ 40ର ବି ହେଲା। 41 ଯିବା 41 ନମ୍ବର 41ର ସଠିକ ଉତ୍ତର ହେଇଯିବ 41ର ସଠିକ ଉତ୍ତର ହେଇଯିବ ତମର ସି ହାତୀ ପ୍ରକଳ୍ପ। ତାପରେ 42ର ସଠିକ ଉତ୍ତର ହେଇଯିବ ତମର 42ର ଏ ତାପରେ ନେକ୍ସଟ 43ର ସଠିକ ଉତ୍ତର ହେଇଯିବ ତମର କୋଭିଡ-19 କେବେ ହେଇଥିଲା ନା 11 ଫେବୃଆରୀ ସରି 43ର ସଠିକ ଉତ୍ତର ହେଇଯିବ 11 ମାର୍ଚ୍ଚ 2020 ସି ହବ ଉତ୍ତର। ନେକ୍ସଟ 50 ନମ୍ବରକୁ ଯିବା ସରି 84 ନମ୍ବରକୁ ଯିବା ଦେଖ 84 ନମ୍ବରକୁ ଯିବା 84ର ସଠିକ ଉତ୍ତର ହେଇଯିବ ସି ଅଗ୍ନାଶୟ। ତାପରେ 55 ନମ୍ବରକୁ ଯିବା 55 ନମ୍ବରର ସଠିକ ଉତ୍ତର ତମର ହେଇଯିବ ସି ତୃତୀୟ 45 ନମ୍ବର ବି ଏଇଟା ନାହିଁ 45 ନମ୍ବର ବି ହବ ଉତ୍ତର ଦ୍ୱିତୀୟ। ତାପରେ 46ର ସଠିକ ଉତ୍ତର ହେଇଯିବ ସି ଲାକ୍ଟିକ୍ ଅମ୍ଳ। ତାପରେ 47 ନମ୍ବରକୁ ଯିବା 47 ନମ୍ବର ଦେଖ 47 ନମ୍ବରର ସଠିକ ତମର ଉତ୍ତର ହେଇଯିବ ଡି ନାସାରନ୍ଧ୍ର ନାସାପତ୍ର ଗ୍ରସନରୁ ଶ୍ୱାସନଳୀ ଶ୍ୱାସନଳୀକୁ ତାପରେ ଡି ହବ ଉତ୍ତର। ତାପରେ 48ର ଉତ୍ତର ହେଇଯିବ ବି ସଂଲଗ୍ନ ବଳ 48ର ବି ସଂଲଗ୍ନ ବଳ। ନେକ୍ସଟ 49 ନମ୍ବରକୁ ଯିବା ତାପରେ ବର୍ତ୍ତମାନ ଦେଖିବା 49 ନମ୍ବର 49ର ସଠିକ ଉତ୍ତର ହେଇଯିବ ସି ଦକ୍ଷିଣ ପଟର ଅଳିନ୍ଦ ଓ ଲୟ ମଧ୍ୟ ଦେଇକି ରକ୍ତ ପ୍ରବାହ ହବ। ତାପରେ 50 ନମ୍ବର ଲାଷ୍ଟ କ୍ୱେଶ୍ଚନ 50 ନମ୍ବରର ଉତ୍ତର ହେଇଯିବ ବି ତ ବର୍ତ୍ତମାନ ଆମେ 50ଟା କ୍ୱେଶ୍ଚନ ଦେଖିଲେ ଡି ସେଟ୍ର ମଧ୍ୟ ତ 4ଟା ଯାହା ସେଟ୍ରେ ବର୍ତ୍ତମାନ ଦେଖିଲେ କେତେ ମାର୍କ ରହୁଛି 4ଟା ଯାହା ସେଟ୍ ଦେଖ କମେଣ୍ଟ ସେକ୍ସନରେ ଜଣାଅ ତମର କେତେ ମାର୍କ ରହିଲା 4ଟା ଯାହା ସେଟ୍ ହେଲା। ପ୍ରଥମ ସେଟ୍ ହେଲା କେତେ ରହିଲା କହିବ କମେଣ୍ଟ ସେକ୍ସନରେ ଜଣାଇବ। ସେମିତି ଦ୍ୱିତୀୟ ଚତୁର୍ଥର ଜଣାଇବ କମେଣ୍ଟ ସେକ୍ସନରେ କାହାର କେତେ ମାର୍କ ରହୁଛି।